ସମ୍ବଲପୁର ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବ୍ୟସ୍ତତମ ରାସ୍ତା ମଧ୍ୟରୁ ଗୋଟିଏ ହେଉଛି ସମ୍ବଲପୁର ସହରର ଲକ୍ଷ୍ମୀଟକି ଛକରୁ କଚେରୀ ଛକ। ଏହି ରାସ୍ତାରେ ମୁଖ୍ୟତଃ ଅନେକ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ। ଓଭରବ୍ରିଜ୍ ରହିଥିବା କାରଣରୁ ରାସ୍ତା ଟିକିଏ ସଂକୀର୍ଣ୍ଣ ରହିଛି। ଠାଏ ଠାଏ ଅତି ସଂକୀର୍ଣ୍ଣ ରାସ୍ତା ମଧ୍ୟ ଦେଖିବାକୁ ମିଳିଥାଏ, ଯେଭଳିକି ଆମର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାପାଳ କାର୍ଯ୍ୟାଳୟ ମଧ୍ୟରେ ଯେଉଁ ଓଭରବ୍ରିଜ୍ର ଗଢ଼ାଣି ରହିଛି, ସେହି ପାଖରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ସଂକୀର୍ଣ୍ଣ ହୋଇଯାଇଛି, ଯଦ୍ୱାରା ଏହି ଅଞ୍ଚଳରେ ପ୍ରାୟତଃ ଅନେକ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଥାଏ। ମୁଖ୍ୟତଃ ଏହି ରାସ୍ତାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଚେରୀ ଏଭଳିକି ଏସ୍ପିଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ଅନେକ ଲୋକ ଅନେକ କାମରେ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି ଏବଂ ନିଜର କାର୍ଯ୍ୟ ସାଧନ କରିଥାନ୍ତି। ବେଳେବେଳେ ସ୍ଥାନୀୟ ଅଧିବାସୀ କିମ୍ବା ବାହାରୁ ଆସିଥିବା ଲୋକମାନେ ରାସ୍ତା ମଧ୍ୟରେ ଗାଡ଼ି ପାର୍କିଂ କରିଦେଇଥିବା କାରଣରୁ ଅନେକ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏହିଭଳି ଏକ ସମସ୍ୟା ଗତ ଗୋଟିଏ ଦିନ ତଳେ ସମ୍ବଲପୁରର RDC କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା, ଯେଉଁଠିକି ଗୋଟିଏ କାର୍ ପାର୍କିଂ କରି କୁଆଡ଼େ ଚାଲିଯାଇଥିଲା ତାର ଅଭିଭାବକ। କିଛି ସମୟ ପରେ ପୋଲିସ ସେଠାରେ ପହଞ୍ଚି କାର୍ଟିକୁ ଟାଉନ୍ ଥାନାକୁ ନେଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ରାସ୍ତା ଖାଲି ହୋଇଥିଲା। ଏଭଳି ସମସ୍ୟା ଗୋଟିଏ ଦିନର ନୁହଁ, ପ୍ରତ୍ୟେକ ଦିନ ପ୍ରାୟତଃ ଏହି ରାସ୍ତାରେ ଏଭଳି ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଥାଏ। ଅନେକ ସମୟରେ କିଛି ଜାଗରୁକ ନାଗରିକ ଏ ବାବଦରେ ସଚେତନ ହୋଇ ପୋଲିସକୁ ଖବର ଦେଇଥାନ୍ତି। ବେଳେବେଳେ ଏହି ସମସ୍ୟା ବହୁଳ ଭାବରେ ଦେଖାଯାଇଥାଏ।